ତ ଆଜି ଆମେ ବାହାରିଲୁ ଗାଁକୁ ଆମେ ସେଠି ମଜାମସ୍ତି କରିବୁ ଆଉ ବହୁତ ଖାଇବୁ ପିଇବୁ ଆସିବୁ। ସେ କଥା କ'ଣ କି ହଠାତ୍ ଇଚ୍ଛା ହେଲା ଗାଁ ଆଡ଼େ ଯାଇ ବୁଲି ଆସିବାକୁ। ତ ଗୋଟେ ପ୍ଲାନ୍ କଲୁ, ଭାବିଲୁ ଚାଲ ଯିବା ସମସ୍ତେ ଗାଁ ଆଡ଼େ ବୁଲି ଆସିବା। ତ ନିଜର ତ ଗାଡ଼ି ଅଛି, ତେଣୁ ଯେତେବେଳେ ଯିବା ଯେତେବେଳେ ଚାହିଁବା ସେତେବେଳେ ଯିବା। ତ ଗୋଟେ ଦିନ ପୂର୍ବରୁ ପ୍ଲାନ୍ କଲୁ। ତା ପରଦିନ ଯେଉଁଦିନ ଯିବୁ ସେଦିନ ସକାଳୁ ସକାଳୁ ଗୋଟେ ମାଛବାଲା ଆସିଥିଲା। ତ ବୋଉ ତା ପାଖରୁ ବଢ଼ିଆ ପୁରା ଫ୍ରେଶ୍ ପାଣିଆଖିଆ ମାଛ ନାଁ ଶୁଣିଥିବେ, ତ ସେଇ ମାଛ କିଣିଦେଲା। ମୁଁ ଜାଣିନି ତାର ନାଁ, ଏଇ ମାଛର ନାଁ ହେଉଛି କାଳେ ପାଣିଆଖିଆ। ତ ଯାହା ବି ହଉ, ତ ସେଇ ମାଛ କିଣିଲା। ତାକୁ କହିଲା ତୁ ଆକୁ ଟିକେ ତରକାରୀ କରିଦେ, ଆଉ ଡାଲି କରିଦେ, ଭାତ କରିଦେ, ଆଳୁ ଦୁଇଟା ସିଝେଇ ଦେ, ନେଇଯିବା ସେଠି ଖାଇବା। ଆଉ ସେଠି କାହିଁକି ଆମେ ଖାଇବା ନେଇକି ଗଲୁ, କାରଣ ସେଠି ଆମର ନିଜର ଘର ଅଛି ସତ, କିନ୍ତୁ କେହି ଲୋକ ନାହାନ୍ତି। ଆମେ ଫାର୍ମ ହାଉସ୍ ପରିକା ତାକୁ ତାଲା ମାରିଦେଇ ଆସିଥାଉ। ପୁଣି ଯେତେବେଳେ ଯାଉ ସଫାସଫି କରି ବୁଲିବାଲିକି ସେଠି ରହି ଖାଇ ପିଇକି ମଜା କରି ଆସୁ। ତ ଆଜି ସେଇ ମାଛର ତରକାରୀର ରେସିପି ମୁଁ ଆପଣମାନଙ୍କ ସହିତ ସେୟାର କରିବି। ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ତାହେଲେ ମୋର ଏ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ମୋତେ କମେଣ୍ଟସରେ ନିଶ୍ଚୟ ଜଣାଇବେ। ତ ପ୍ରଥମେ ମାଛକୁ ଧୋଇ ଧାଇକି ତାକୁ ଭଲ ଭାବରେ ବାଛିଦେଲା। ତ ସେଥିରେ ଲୁଣ ହଳଦୀ ପକାଇ ତାକୁ ମୁଁ କ'ଣ କଲି ନା ଭାଜିଦେଲି। ଭାଜିଦେଲା ପରେ ମେଞ୍ଚେ ଟମାଟର କାଟିଦେଲି, ମାନେ 4-5ଟା ଟମାଟର କାଟିଦେଲି, କାରଣ ମାଛଟା ଟିକେ ଆଇଁଷିଣିଆ ଜିନିଷ ନା, ତ ସେଥିପାଇଁ ଟିକେ ଖଟା ଜିନିଷ ଦେଇକି ରାନ୍ଧିଲେ ଭଲ ଲାଗେ। ତ ସେଥିପାଇଁ 4-5ଟା ଖଣ୍ଡ ଟମାଟର କାଟିଦେଲି। ତ ବୋଉ କହିଲା ସେଇ ଟମାଟର ଦେଇକି ବେସର ଦେଇକି ଗୋଟେ ବଢ଼ିଆ ତରକାରୀଟେ କରିଦେ, ନେଇଯିବା ଖାଇବା। ତ ସେ ବେସର ପାଇଁ ମୁଁ ଏଠି କିଛି ମସଲା ନେଇଛି, ଯାହାଦ୍ୱାରା କି ମୋର ଲଙ୍କା ଆଉ ରସୁଣ, ଜିରା, ସୋରିଷ ଆଉ ଖଣ୍ଡେ ପିଆଜ, ଗୋଟେ ଛୋଟ ପିଆଜ। ତ ଏତିକି ହିଁ ବାସ୍ ମସଲା, ଆଉ କିଛି ସେଥିରେ ଦରକାର ନାହିଁ। ଏତିକି ମସଲା ବାଟିକି ମୁଁ କ'ଣ କଲି ନା ସେ ତରକାରୀଟିକୁ ପ୍ରସ୍ତୁତ କଲି। ପ୍ରଥମେ କଢ଼େଇ ବସାଇଦେଲି, ଯେଉଁ କଢ଼େଇରେ ମାଛ ଭାଜିଥିଲି ସେଇ କଢ଼େଇ ବସାଇ ଦେଇ ସେଥିରେ ତେଲ ଦେଇଦେଲି, ତା ଦେହରେ ଟିକେ ପଞ୍ଚ ଫୁଟଣ ପକାଇଦେଲି। ତାପରେ କ'ଣ କଲି ନା ଟମାଟର ପକାଇକି ଭାଜିଦେଲି। ତାପରେ ସେଥିରେ ମସଲା ଆଡ଼୍ କରିଦେଲି, ତାପରେ ଲୁଣ ହଳଦୀ ପକାଇଦେଲି। ବାସ୍ ଏତିକି ହିଁ କାମ। ଭଲ ଭାବରେ ମସଲା ଆଉ ଟମାଟରକୁ କଷି ଦେଇ ତାପରେ ଯେତେବେଳେ ମସଲାଟି, କିନ୍ତୁ ଏଇ ତରକାରୀରେ ଦେଖିବେ ଟମାଟର ଯେମିତି ମସଲା ସହିତ ପୁରା ମିଶିଯିବ। ତ ଏମିତି କଷି ଦେଇ ଭଲ ଭାବରେ ଯେତେବେଳେ ଟିକେ ତେଲ ଉଠି ଆସିଲା, ମୁଁ ସେଥିରେ ପାଣି ଆଡ଼୍ କରିଦେଲି। ତ ଆପଣମାନେ ମୋ ଭିଡ଼ିଓରେ ଦେଖିପାରୁଥିବେ। ତ ପାଣି ଯେତେବେଳେ ଫୁଟି ଆସିଲା ତାକୁ ଭଲ ଭାବରେ ଗୋଳେଇ ଦେଇ ଯେତେବେଳେ ଦେଖନ୍ତୁ ମୋର ଏଠି ଟମାଟର ପୁରା ଭଲ ଭାବରେ ମିଶି ଯାଇଛି। ତ ଏଇଭଳି ଭାବରେ ହିଁ ମସଲା କଷିକି ଟମାଟରକୁ ପୁରା ମିଶାଇ ଦେବେ। କିଛି ତେଲ ମସଲା ବିଶେଷ ଦରକାର ନାହିଁ। ମାଛଟି ତରକାରୀଟି ଏତେ ଟେଷ୍ଟି ଆଉ ଏତେ ମାନେ ଭଲ ଲାଗିବ, ଥରେ ଆପଣ ନିଶ୍ଚୟ ବନେଇବେ, ତାପରେ ମୋତେ କହିବେ। ତାପରେ ଯେତେବେଳେ ପାଣିଟି ଫୁଟି ଆସିଲା ତାପରେ ସେଥିରେ ମୁଁ ଭାଜିଥିବା ମାଛକୁ ଆଡ଼୍ କରିଦେଲି। ତ ହେଇଗଲା ମୋର ମାଛ ତରକାରୀ। ତ ଫଟାଫଟ, ତେଣୁ ଯେହେତୁ ଦୂରକୁ ଯିବାର ଥିଲା, ତେଣୁ ଫଟାଫଟ ରେସିପି ତ ନିହାତି ଦରକାର। ତେଣୁ ଏ ମାଛ ତରକାରୀଟି ବହୁତ ଶୀଘ୍ର ହେଇଯାଇଥାଏ ଆଉ ବହୁତ ଟେଷ୍ଟି ବି ଲାଗେ। ଥରେ ଆପଣମାନେ ନିଶ୍ଚୟ ବନେଇବେ। ତ ସାଙ୍ଗେ ସାଙ୍ଗେ ମାଛ ତରକାରୀଟି ପ୍ରସ୍ତୁତ ହେଇଗଲା। ତ ମାଛ ତରକାରୀ କରିସାରିକି ତାପରେ ଆମେ ଯିବା ପାଇଁ ପ୍ରିପାରେସନ୍ କଲୁ। ତ ଦେଖନ୍ତୁ ଏଠି ମୋର ମାଛ ବି ପୁରା ତରକାରୀ ରେଡ଼ି, ପାଣି ବି ପୁରା ଝୋଳ ପୁରା ଫୁଟିଯାଇଛି। ମାଛ ସବୁ ପହଁରୁଛନ୍ତି ତା ଦେହରେ ବଢ଼ିଆ ସେ ଶୋଇଯାଇଛନ୍ତି। ତ ଛାଡ଼ନ୍ତୁ। ତାପରେ ଡାଲିଟା ବି ମୁଁ ଆଗରୁ ପ୍ରସ୍ତୁତ କରିଦେଇଥିଲି। ତାପରେ ଭାତ ବି ଏଠି ଆଳୁ ସିଝେଇ ଦେଇଛି, ସେ ଭାତ ବି କରିଦେଇଥିଲି। ତ ସବୁ କିଛି ରେଡ଼ି। ତାପରେ ପ୍ୟାକିଂ ଆରମ୍ଭ କରିଦେଲୁ। ତ ସେଥିରେ ମୁଁ ଗୋଟେ ଟିଫିନରେ ଭର୍ତ୍ତି କରିଦେଲି ଡାଲି, ଗୋଟେ ଟିଫିନରେ ଭର୍ତ୍ତି କରିଦେଲି ମାଛର ତରକାରୀ। ତ ଏଇଭଳି ଭାବରେ ଆମର ସବୁ ପ୍ୟାକିଂ ହେଇଗଲା। ଗୋଟେ ବଡ଼ ବ୍ୟାଗ୍ ନେଇ ଆସିଲୁ, ତା ଦେହରେ ସବୁ ଭର୍ତ୍ତି କରିଦେଲୁ। ସେଠୁ ବାପା ଆମର ବାହାରିଲେ। ସେଠୁ ବାହାରୁ କହିଲେ ଆରେ ମୁଢ଼ି ଜିନିଷ ଭୁଲିଗଲି। ସେ ଭୁଲା ମନ ତ, ଗାଁକୁ ଯିବାର ଏକ୍ସାଇଟମେଣ୍ଟ। ତ ସାଙ୍ଗେ ସାଙ୍ଗେ ସେଠୁ ସବୁ ପ୍ରିପାରେସନ୍ କରିକି ସେଠୁ ଗାଡ଼ିରେ ବସିଲୁ। ତାପରେ ଆମେ ବାହାରିଲୁ ଆମ ଗାଁକୁ। ସତ କଥା ନା, ଗାଁର ପରିବେଶଟା ହିଁ ଏମିତିଆ। ଗାଁ କଥା ହିଁ ମନେ ପଡ଼ିଲେ ପିଲାଦିନ କଥା ବହୁତ କିଛି ସ୍ମୃତି ମନେ ପଡ଼ିଯାଏ। ତ ଏମିତି ବାଟ ସାରା ଏମିତି ଯାଉଥିଲୁ, କିଛି ବାଟ ସାରା ଏମିତି ଗାଁର ମାନେ ଦୃଶ୍ୟ ସବୁ, ଏମିତି ଦୋକାନ ବଜାର ସବୁ, ତା'ର ବିଲ ବାଡ଼ି, ଗଛ ବୁଛ ସବୁ ଏମିତି ଦେଖି ଯାଇକି ଆମ ଗାଁରେ ଶେଷରେ ପହଞ୍ଚିଲୁ। ଏଇ ଯେଉଁ ବର୍ତ୍ତମାନ ଆମେ ଯେଉଁ ଯାଉଛୁ ସେଇଟା ଆମ ଗାଁର ରୋଡ଼, ଗାଁ ଭିତରକୁ ଯିବାର ରାସ୍ତା। ତ ଏଇ ପାଖରେ ସବୁ ପୋଖରୀ ଗୁଡ଼ିକ ଥିଲା, ସେଥିରେ ବି ମୁଁ ବହୁତ ଭିଡ଼ିଓ ସୁଟ୍ କରିଛି।
से छोट छोट पोखरी सब बहुत बढ़िया लगुए देखापी। आउ बहुत दिन में थरे माने 6 मासरे 4 मासरे एमती थरे जाऊ। तो ये केते सुंदर देखंतु केते बढ़िया बढ़िया बिल केते बड़ बड़ बिल केते खोला परिवेश माने परिमल केते सुंदर। तो केते माने सुंदर पवन केते छोट छोट पोखरी सब बढ़िया लगुए से पानी सब जमी थाए। तो ସେଇଟା ଦେଖିବାକୁ ବଢ଼ିଆ ଲାଗୁଥାଏ। ତାପରେ ଦି ସାଇଡ଼୍ରେ ସବୁ ଗଛ ବହୁତ ଖୋଲା ପଡ଼ିଆ ଭଳି ବିଲ ବାଡ଼ି ବଗିଚା ଏମିତି ସବୁ ଦେଖି ଦେଖି ଯାଉ ଯାଉ ଶେଷରେ ଆମେ ପହଞ୍ଚିଲୁ ଆମ ଘରେ। ତ ଏଇଟା ହେଲା ଆମର ଘର। ତ ଘରର ତ ସବୁ ତାଲା ପଡ଼ିଥାଏ। ବାପା ଯାଇ ଗେଟ୍ ଖୋଲିଦେଲେ। ତାପରେ ଆମ ଗାଡ଼ି ପଶିଲା ଆମ ବାଉଣ୍ଡ୍ରି ଭିତରକୁ। ତ ଦେଖନ୍ତୁ ଏଇଟା ହେଉଛି ଆମର ଘର। ତ ସବୁ ଏଠି ତ କେହି ନଥାନ୍ତି, ଆମେ ତାଲା ପକାଇ ଦେଇ ଆସିଥାଉ ଯେହେତୁ ଆମେ ବିଦେଶରେ ରହୁଛୁ। ତ ଗାଁରେ ଏଠି ତାଲା ପଡ଼ିଥାଏ। ଆମ ଘର ଭିତରଟା ଏଇଟା ଆମର ମେନ୍ ଏଣ୍ଟ୍ରାନ୍ସ। ସେପଟେ ଗେଟ୍। ମୋ ପୁଅ ତାର ଗାଡ଼ି ଭିତରେ ଗାଡ଼ି ପାଖରେ ଛିଡ଼ା ଡ୍ରାଇଭର ବାବୁଙ୍କ ସହିତ କ'ଣ କଥା ଗପି ଯାଉଛି। ତାପରେ ଏମିତି ଆସିଲୁ ଭିତରେ ଘର ସବୁ ସଫାସଫି କଲୁ। ଏଠି ଆମର ଗ୍ୟାସ୍ ଫ୍ୟାସ୍ ସବୁ ଅଛି, କିନ୍ତୁ ଯେହେତୁ କେହି ରହୁନାହାନ୍ତି ତେଣୁ ଆମେ ସବୁ ତାକୁ ସଫାସୁତୁରା କରି ଢାଙ୍କି ଢୁଙ୍କି ଦେଇ ଯାଇଥାଉ। ହେ ଦେଖ ଯା, ଯେଉଁଥିପାଇଁ ମୁଁ ସବୁକିଛି ନେଇଥିଲି ସେଇ ଜିନିଷଟା ହିଁ ଭିଡ଼ିଓ ସୁଟ୍ କରିବା ଭୁଲିଗଲି। ଆମେ ସେଠି ବଢ଼ିଆ ମଜାରେ ଖାଇଲୁ। ସେ ଡ୍ରାଇଭର ଭାଇ ବି କହିଲେ ଦିଦି ବଢ଼ିଆ ହେଇଥିଲା ତରକାରୀଟି, କ'ଣ ଦହି ଦେଇକି ମାଛଟା କରିଥିଲେ କି? ମୁଁ କହିଲି ନାଇଁ ନାଇଁ, ଟମାଟର ଦେଇ। ତ ଏଇଭଳି ଭାବରେ ଖିଆପିଆ ସାରି ଗାଁ ବୁଲାବୁଲି କରି ସନ୍ଧ୍ୟାବେଳକୁ ବାହାରି ଆସିଲୁ। ତ ଦେଖନ୍ତୁ ଗାଁର ପରିବେଶ, ତା ରାସ୍ତା ଫାସ୍ତା ରାତିରେ କେମିତି ଦେଖାଯାଉଛି। ଏମିତି ଦେଖି ଦେଖି ଆସିଲୁ। ତାହେଲେ ମୋର ଏଇ ପିକନିକ୍ର ଛୋଟ ବ୍ଲଗ୍ଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣେଇବେ। ଆଉ ମୋର ଏଇ ରେସିପିଟି ଆପଣ ସିଓର ଟ୍ରାଏ କରିବେ ଆଉ ମୋତେ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣେଇବେ। ରହିଲି, ଜୟ ଜଗନ୍ନାଥ, ବାଏ।